ଆଜି ଆମେ ଜାଣିବା କେମିତି କ୍ଲବ୍ 99ରେ ସାମିଲ ହେଲା ପରେ ଆମ ଜୀବନରେ ଅସନ୍ତୋଷ ଆସିଥାଏ। ଶେଷ ମୁଣ୍ଡରେ ଥିବା ଘର ପ୍ରତି ରାଜାଙ୍କର ବହୁତ ଈର୍ଷା ଥିଲା। ଜଣେ ରାଜା ହୋଇ ମଧ୍ୟ ତାଙ୍କର କାହିଁକି ସେ ଛୋଟ ଘର ପ୍ରତି ଏତେ ଈର୍ଷା, ଆସନ୍ତୁ ଜାଣିବା। କ୍ଲବ୍ 99 ବିଷୟରେ ଜାଣିବା। କାହାଣୀଟି ଏମିତି, ଶେଷ ମୁଣ୍ଡରେ ଥିବା ଛୋଟ ଘରଟି ପ୍ରତି ରାଜାଙ୍କର ବହୁତ ଈର୍ଷା। ରାଜା ଦେଖନ୍ତି ସେ ଘରେ ଯେଉଁ ମେମ୍ବରମାନେ ଅଛନ୍ତି ସେମାନେ ବହୁତ ଶାନ୍ତିରେ ଅଛନ୍ତି। ମେମ୍ବର କହିଲେ ସ୍ୱାମୀ ସ୍ତ୍ରୀ ପିଲା 2 ଜଣ ବହୁତ ଶାନ୍ତିରେ ଅଛନ୍ତି। ରାଜା ଭାବନ୍ତି ମୁଁ ଏତେ ବଡ଼ ରାଜ୍ୟର ରାଜା, ମୋ ପାଖରେ କିଛି ଅଭାବ ଅସୁବିଧା ନାହିଁ, ତଥାପି ମୁଁ ଶାନ୍ତିରେ ନାହିଁ। କିନ୍ତୁ ଏ ଛୋଟ ଘରଟିରେ ଏମିତି କ'ଣ ଅଛି ଯେ ଏ ପରିବାରଟି ପୁରା ଶାନ୍ତିରେ ଅଛନ୍ତି, ହସ ଖୁସିରେ ଅଛନ୍ତି। ଦିନେ ତାଙ୍କର ମନ କଥା ସେ ମନ୍ତ୍ରୀଙ୍କୁ କହିଲେ। ମନ୍ତ୍ରୀ ସବୁ ଶୁଣି ରାଜାଙ୍କୁ କହିଲେ, ମହାରାଜ, ଆପଣ ମାସେ ପରେ ଦେଖିବେ ସେ ପରିବାରର କିଛି କ୍ଷତି ହେଇନଥିବ, କିନ୍ତୁ ସେ ପରିବାରର ଶାନ୍ତି ବି ନଥିବ। ରାଜା ଭାବିଲେ ଦେଖିବା ମନ୍ତ୍ରୀ କ'ଣ କରୁଛନ୍ତି। ମାସେ ପରେ ରାଜା ଦେଖିଲେ ତାଙ୍କ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା ହେଉଛି। ପୁଣି କିଛି ଦିନ ପରେ ଦେଖିଲେ ଛୋଟ ପିଲାଟି କାନ୍ଦୁଛି, କାରଣ ସେ ଗୋଟେ ଖେଳଣା ନେବାକୁ ତା ବାପାଙ୍କ ପାଖରେ ଜିଦି କରିଛି। ତା ବାପା ତାକୁ ବାଡ଼େଇଛନ୍ତି, ସେଥିପାଇଁ ସେ କାନ୍ଦୁଛି। ଏହି ଘଟଣାରେ ପିଲାଟିର ମା ବାପା ଉପରେ ବିରକ୍ତି ହେଉଛନ୍ତି। ଏମିତି ପ୍ରତ୍ୟେକ ଦିନ କିଛି ନା କିଛି ଗୋଟେ ଘଟଣା ରାଜାଙ୍କ ନଜରକୁ ଆସିଲା। ସେ ପରିବାରରେ ଆଉ ସୁଖ ଶାନ୍ତି ନଥିଲା। ସବୁବେଳେ କଳିକଜିଆ, ଝଗଡ଼ା। ରାଜା ଭାବିଲେ ମନ୍ତ୍ରୀ ଏମିତି କ'ଣ କଲେ। ଦିନେ ରାଜା ମନ୍ତ୍ରୀଙ୍କୁ ଡାକି ପଚାରିଲେ। ମନ୍ତ୍ରୀ କହିଲେ, ମହାରାଜ, ଆପଣ ଯେଉଁଦିନ ମୋତେ କହିଥିଲେ ମୁଁ ସେଇଦିନ ସେ ଘର ଆଗରେ ଗୋଟେ ଥଳିରେ 69 ସ୍ୱର୍ଣ୍ଣ ମୁଦ୍ରା ନେଇ ରଖିଦେଇଥିଲି। ସକାଳୁ ସେ ଘରର ମୁରବୀ ଆସିଛନ୍ତି, କବାଟ ଖୋଲି ଯେତେବେଳେ ପାଇଛନ୍ତି ଗୋଟେ ଥଳି, ସେ ଥଳିଟିକୁ ନେଇ ଘରକୁ ଯାଇଛନ୍ତି, ଗଣିଛନ୍ତି ଯେ ତା ଭିତରେ 69 ସ୍ୱର୍ଣ୍ଣ ମୁଦ୍ରା ଅଛି। ଦିନ ମଜୁରିଆ ଲୋକ ସ୍ୱର୍ଣ୍ଣ ମୁଦ୍ରା ଏତେ ଗୁଡ଼େ ପାଇ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି। ଗଣିକି ଦେଖିଲେ 69 ସ୍ୱର୍ଣ୍ଣ ମୁଦ୍ରା ଅଛି। ତାଙ୍କ ମନରେ ଚିନ୍ତା ହେଲା, ଜଣେ ଯଦି ନେବ 90ଟି ନେବ, 95ଟି ନେବ, 100ଟି ବି ନେଇପାରିବ, କିନ୍ତୁ 69ଟି କାହିଁକି ନେବ। ରାତିରେ ସେ ଆଉ ଶୋଇପାରିଲେନି। ଭାବିଲେ ମୁଁ 69ଟି ସ୍ୱର୍ଣ୍ଣ ମୁଦ୍ରାର ମାଲିକ ହେଲି, କିନ୍ତୁ 69ଟି ହେଲେ କ'ଣ ହେଲା, ଯଦି 100ଟିର ମାଲିକ ହୋଇଥାନ୍ତି ଭଲ ହୋଇଥାନ୍ତା। ନିଜକୁ ସାନ୍ତ୍ୱନା ଦେଇପାରିଥାନ୍ତି, ମୁଁ 100ଟି ସ୍ୱର୍ଣ୍ଣ ମୁଦ୍ରାର ମାଲିକ ହେଇଛି। ତାଙ୍କ ମନରେ ଇଚ୍ଛା ହେଲା ଆଉ ଗୋଟିଏ ସ୍ୱର୍ଣ୍ଣ ମୁଦ୍ରା ଯୋଗାଡ଼ କରିବା ପାଇଁ। କିନ୍ତୁ ଯେହେତୁ ସେ ଦିନ ମଜୁରିଆ, ଅଳ୍ପ ରୋଜଗାର, ତେଣୁ ଗୋଟେ ସ୍ୱର୍ଣ୍ଣ ମୁଦ୍ରା ତାଙ୍କୁ ଯୋଗାଡ଼ କରିବା ତାଙ୍କ ପାଇଁ କଷ୍ଟକର। ତଥାପି ସେ ଚେଷ୍ଟାରେ ଲାଗିଲେ ଆଉ ଗୋଟିଏ ସ୍ୱର୍ଣ୍ଣ ମୁଦ୍ରା ଯୋଗାଡ଼ କରିବା ପାଇଁ। ଯେତିକି ପରିଶ୍ରମ କରୁଥିଲେ ଅଧିକ ପରିଶ୍ରମ କଲେ, ଆହୁରି ଅଧିକ ପରିଶ୍ରମ କଲେ, ଘରକୁ ସମୟ ଦେବା ବନ୍ଦ କରିଦେଲେ। ଯେତେବେଳେ ତାଙ୍କ ସ୍ତ୍ରୀ ପଚାରନ୍ତି, ସେ କହନ୍ତି ମୋର କାମ ଅଛି, ଆଉ ଟିକେ କାମ ଅଛି, ଆଉ ଟିକେ ରୋଜଗାର କରିବାର ଅଛି, ଆଉ କିଛି ଧନ ପାଇବାର ଅଛି। ତେଣୁ ଏମିତି କରି ସେ ଆଉ ଘରକୁ ଜମା ସମୟ ଦେଲେନି। ସବୁବେଳେ ନିଶା ଗୋଟିଏ ସ୍ୱର୍ଣ୍ଣ ମୁଦ୍ରା କେମିତି ସେ ହାସଲ କରିବେ। କିଛି ଦିନ ପରେ ସେ ଟଙ୍କା ଗୁଡ଼ିକୁ ଗଣିଲେ, ସେତେ ବି ଟଙ୍କା ତାଙ୍କ ପାଖରେ ନଥିଲା ଯେ ଗୋଟେ ସ୍ୱର୍ଣ୍ଣ ମୁଦ୍ରା କିଣିପାରିବେ। ପୁଣି କିଛି ଦିନ ଗଲା, ପୁଣି ସେ ରଖିଥିବା ଟଙ୍କାକୁ ଗଣିଲେ, ତଥାପି ଗୋଟିଏ ସ୍ୱର୍ଣ୍ଣ ମୁଦ୍ରାରୁ କମ୍। ଏମିତି ସେ ଚିନ୍ତା କଲା ପରେ ଧୀରେ ଧୀରେ ଘରର ଖର୍ଚ୍ଚ କମାଇ ଦେଲେ। ସ୍ତ୍ରୀ ଯାହା ମାଗିଲେ ତାଙ୍କୁ ଆଣିକି ଦେଲେନି, ପିଲାମାନେ ଯାହା ମାଗିଲେ ତାଙ୍କୁ ବି ଦେଲେ ନାହିଁ। ଗୋଟିଏ ଚିନ୍ତା, ଖର୍ଚ୍ଚ କମ୍ କରିବି, ଅଧିକ ରୋଜଗାର କରିବି, କେମିତି ଆଉ ଗୋଟିଏ ସ୍ୱର୍ଣ୍ଣ ମୁଦ୍ରା ମୁଁ ଆଣିକି ରଖି 100ଟି ସ୍ୱର୍ଣ୍ଣ ମୁଦ୍ରାର ମାଲିକ ହେବି। ଦିନ ରାତି ତାଙ୍କୁ ସବୁବେଳେ ସେଇ ସ୍ୱର୍ଣ୍ଣ ମୁଦ୍ରା ଚିନ୍ତା ଖାରିଲା। ତେଣୁ ଧୀରେ ଧୀରେ ଘରେ ଝଗଡ଼ା ବି ବଢ଼ିଲା।
ଧୀରେ ଧୀରେ ଯେଉଁ ଘର ହସ ଖୁସିରେ ଥିଲା, ଶାନ୍ତିରେ ଥିଲା, ସିଏ ଘର ଧୀରେ ଧୀରେ ଅଶାନ୍ତିରେ ପୂର୍ଣ୍ଣ ହୋଇଗଲା। ରାଜା ସବୁ ଦେଖିଲେ, ଜାଣିଲେ, ମନ୍ତ୍ରୀଙ୍କୁ ଡାକି ପଚାରିଲେ। ଯେତେବେଳେ ମନ୍ତ୍ରୀ ଏହି ଉତ୍ତରଟି ଦେଇଛନ୍ତି, ରାଜା ଶେଷରେ ମନ୍ତ୍ରୀଙ୍କୁ କହିଲେ, ଆପଣ ସେମାନଙ୍କର ସେ ଅଶାନ୍ତିକୁ ଦୂର କରନ୍ତୁ, ସେମାନଙ୍କର ଅଶାନ୍ତି ମୁଁ ଦେଖିପାରୁନି। ତ ହିଁ ପରଦିନ ମନ୍ତ୍ରୀ କ'ଣ କରିଛନ୍ତି, ଗୋଟିଏ ସ୍ୱର୍ଣ୍ଣ ମୁଦ୍ରା ନେଇ ରାତିରେ ତାଙ୍କ ଘର ଆଗରେ ପକାଇ ଦେଇ ଆସିଛନ୍ତି। ଘର ମାଲିକ ପୁଣି ତା ପରଦିନ ସକାଳୁ ଯେତେବେଳେ ସ୍ୱର୍ଣ୍ଣ ମୁଦ୍ରାଟି ପାଇଛନ୍ତି, ଖୁସି ହେଇଯାଇଛନ୍ତି। ତାଙ୍କ ପାଖରେ 100ଟି ସ୍ୱର୍ଣ୍ଣ ମୁଦ୍ରା ହେଇଯାଇଛି। ପୁଣି ଧୀରେ 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 ତାଙ୍କ ଘରକୁ ସେମିତି ହସ ଖୁସି ପୂର୍ବ ଭଳି ଫେରିଛି। ଆଉ ସେ ଯେଉଁ ଖର୍ଚ୍ଚ କମ୍ କରୁଥିଲେ, ଅନ୍ୟମାନଙ୍କୁ ଆକଟ କରୁଥିଲେ, ଘରେ ଉପସ୍ଥିତ ନ ରହି ବାହାରେ ସବୁବେଳେ ସମୟ ବିତାଉଥିଲେ, ସେଗୁଡ଼ିକୁ ଧୀରେ ଧୀରେ ବନ୍ଦ କରିଛନ୍ତି। ତାଙ୍କ ଘରକୁ ଶାନ୍ତି ପୁଣି ଫେରି ଆସିଛି। କାହାଣୀଟି ତ ଏଇଠି ରହୁଛି। ଚିନ୍ତା କଲେ ଆମେମାନେ କ'ଣ ଏଇ କ୍ଲବ୍ 99ର ସଦସ୍ୟ ନୁହଁ କି? ଆଉ ଟିକିଏର ଆଶା, ଆଉ ଟିକିଏ ଅଧିକ ପାଇବା, ଆଉ ଟିକିଏ ପାଇବା, ଆହୁରି ଟିକିଏ ପାଇବା, ଏଇ ଟିକିଏ ଟିକିଏର ଆଶା, 99ରୁ 100 ହେବାର ଆଶା ପାଇଁ ଆମେ ଆମ ପରିବାରକୁ ଭୁଲୁଛୁ, ଘରକୁ ଭୁଲୁଛୁ। ଧୀରେ ଧୀରେ ପରିବାରରୁ ଆମେ ଦୂରେଇକି ରହୁଛୁ। ଆମ ଘରେ ମଧ୍ୟ ଅଶାନ୍ତି ଧୀରେ ଧୀରେ ଆସୁଛି। ଯଦି ଆମେ ସେଇ 99ରେ ସନ୍ତୁଷ୍ଟ ହୋଇ ରହିପାରନ୍ତୁ, ତାହେଲେ ହୁଏତ ଆମ ଘରେ ଅଶାନ୍ତି କମିଯାଆନ୍ତା। ପରସ୍ପରକୁ ସମୟ ଦେଇପାରନ୍ତୁ, ପରସ୍ପରର ମନ କଥା ବୁଝିବାକୁ ଚେଷ୍ଟା କରନ୍ତୁ, ସମସ୍ତେ ହସ ଖୁସିରେ ରୁହନ୍ତୁ। ତେଣୁ ଆଉ ଟିକିଏ ଅଧିକ ପାଇବାର ଆଶା, ଆଉ ଅଧିକ ଟିକିଏ ଲୋଭ, ସେଇ ଟିକିଏ ଟିକିଏ ଲୋଭ ହିଁ, ଟିକିଏ ଟିକିଏ ଆଶା ହିଁ, ସେଇ 99ରୁ 100 ହେବାର ଆଶା ହିଁ ଆମମାନଙ୍କୁ ଅଶାନ୍ତି ଭିତରକୁ ଠେଲିଦିଏ। ଆଜିର କାହାଣୀ ତ ଏଇଠି ଥିଲା। ଆପଣମାନଙ୍କୁ ଯଦି ଭଲ ଲାଗିବ, ଆପଣମାନେ ମତାମତ ଦେବେ। ପୁଣି ଆଉ ଗୋଟେ କାହାଣୀ ନେଇ ଆସିବି। ଧନ୍ୟବାଦ।